ଭାବୁଥିଲି ଯେ ଶାଖ ଯଦି ଅଛି ତାହେଲେ ମାନେ ମୋ ପାଇଁ ଗୋଟେ ସୁଯୋଗ ଡେଫିନେଟଲି ମୁଁ ସେୟାର କରିବି। ଏନିୱେ ଥ୍ୟାଙ୍କ ୟୁ, ଦିସ୍ ଇଜ ଏ ସ୍ପିରିଟ, ହୋଲି ସ୍ପିରିଟ। ଆପଣଙ୍କର ଥ୍ୟାଙ୍କ ୟୁ ପାଷ୍ଟର, ଥ୍ୟାଙ୍କ ୟୁ ସୋ ମଚ। ଆମେ ଆଚ୍ଛା ଚାହୁଁଛୁ ହଉ, ଆପଣ ଫାଷ୍ଟ ନିଜର ଇଣ୍ଟ୍ରୋଡ୍ୟୁସ୍ ମୋ ନାଁ ମୁଁ ଦେଇକି ତାପରେ ରେକର୍ଡିଂ ହବ ତ ସେଥିପାଇଁ ଫାଷ୍ଟ ନାମଟା ଦେଇକି ଆରମ୍ଭ କରିବେ। ଆଚ୍ଛା ହଉ, ମୋ ନାଁ ଗୌର ମୁଖାର୍ଜୀ। ମୁଁ ଯେମିତି କହିଲି ଆକ୍ଚୁଆଲି ମୋର ଅରିଜିନାଲ ପ୍ଲେସ୍ ହଉଛି ୱେଷ୍ଟ ବେଙ୍ଗଲ, କାଲକାଟା। 1976 ମସିହା ମେ ମାସ 22 ତାରିଖ ଆକ୍ଚୁଆଲି ମୁଁ ଏଇ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ ମୁଁ ଜାଣିଲି କେମିତି ନା, ମୁଁ ପରୀକ୍ଷା ଦେବାକୁ ଯାଉଥିଲି ହାୟର ସେକେଣ୍ଡାରୀ ବାଟରେ ଗୋଟେ ଛୋଟ ପତ୍ରିକା ମୁଁ ପାଇପାରିଲି। ତ ପତ୍ରିକାରେ ଯୀଶୁଙ୍କର ବିଷୟ ଲେଖା ଅଛି। ତ ଯୀଶୁଙ୍କର ବିଷୟ ମୁଁ ଜାଣିଲା ପରେ, ପଢିଲା ପରେ ମତେ ଟିକେ ବିରକ୍ତି ଲାଗିଲା, କାରଣ ଆମେ ଆମର ଏରିଆରେ ଯୀଶୁଙ୍କର ବିଷୟରେ ଏତେ ପ୍ରପାଗାଣ୍ଡା ହେଇନଥିଲା। ଅର୍ଥୋଡକ୍ସ ବ୍ରାହ୍ମୀଣ ଫ୍ୟାମିଲି, ଆମେ ରାମାୟଣ ମହାଭାରତ ବିଭିନ୍ନ ପ୍ରକାର ବେଦ ଉପନିଷଦ ପଢିବା ଦ୍ୱାରା ଆମେ ସେଇ ପ୍ରକାର ଭାବରେ ପରିଚାଳିତ ହଉଥିଲୁ। କିନ୍ତୁ ଯେତେବେଳେ ଏଇ ପତ୍ରିକା ପାଇଲି ତ ଆମେ ଦେଖିଲି ଗୋଟେ ଗ୍ରୁପ ଅଫ ଷ୍ଟୁଡେଣ୍ଟ, ମାନେ ପିଲାମାନେ ବୟସ୍କ କିଛି ମଧ୍ୟବୟସ୍କ ଲୋକମାନେ ଗୀତ ଗାଇକିରି ପ୍ରଚାର କରୁଛନ୍ତି ଯୀଶୁଙ୍କର ବିଷୟରେ। ତ ଆମେ ଟିକେ ବିରକ୍ତ ହେଲୁ। ଆମେ ସେମାନଙ୍କୁ ବହୁତ ଭାବରେ ଅତ୍ୟାଚାର ମଧ୍ୟ କଲୁ ଯେ ଖାଲି ତମର ଯୀଶୁ ହିଁ ଖାଲି ତ୍ରାଣ କର୍ତ୍ତା, ତମର ଯୀଶୁ ହିଁ କେବଳ ଖାଲି ଉଦ୍ଧାର କର୍ତ୍ତା ବୋଲି ତମେ କହୁଛ, କିନ୍ତୁ ଏଇ ଆମର ଯୋଉ 33 କୋଟି ଦେବାଦେବୀ ରହିଛି ଏଇଟା କଣ ସବୁ। ତ ସେମାନେ ମତେ ବା ଆମ ମାନଙ୍କୁ ବୁଝାଇବାକୁ ଚେଷ୍ଟା କଲେ, କିନ୍ତୁ ଆମେ ଶୁଣିବାର ମୁଡରେ ନଥିଲୁ। ଆମେ ବିଭିନ୍ନ ପ୍ରକାର ଆଜି ଯେମିତି ଅତ୍ୟାଚାର ହଉଛି ସେ ପ୍ରକାର ଭାବରେ ଆମେ ମଧ୍ୟ ସେମାନଙ୍କର ବହିପତ୍ର ଚିରାଚିରି କରିଦେଲୁ। ଏପରିକି ମୋର ମନେ ଅଛି କେରୋସିନ ତେଲ ଆଣିକିରି ନିଆଁ ଲଗାଇଦେଲୁ। ଆଉ ତାପରେ ସେମାନଙ୍କୁ କହିଲୁ ଯେ ତମେ ସେ ଜାଗା ନା ତେମାଥାଣି ଏବେ ବି ଅଛି ସେ ଜାଗା, ଆଉ ତମେ ଯାଅ, ଏଠୁ ଯାଅ, ନଚେତ ପିଟା ମରା ହବ ସବୁ। ତ ସେମାନେ ବହୁତ ଦୁଃଖର ସହିତ ପଳେଇଲେ। କିନ୍ତୁ ମୁଁ ଗଲାବେଳେ ମତେ ସେତେବେଳେ ଗୋଟେ ନ୍ୟୁ ଟେଷ୍ଟମେଣ୍ଟ ଦାମ ମାତ୍ର 50 ପଇସା, ଆଉ ସେ ନ୍ୟୁ ଟେଷ୍ଟମେଣ୍ଟ ମତେ ଦେଲେ, ଫ୍ରିରେ ମତେ ଦେଇକିରି ଗଲେ। ତା କହିଲେ ଜହନ ଲିଖିତ ସୁସମାଚାର ଯେତେବେଳେ ସମୟ ପାଇବେ ଆପଣ ଟିକେ ଏଠି ପଢିବେ। ତ ମୁଁ କହିଲି ହଁ ଠିକ ଅଛି। ଏମିତି ବି ସମୟ ବିତିଗଲା, ସେମାନେ ପଳେଇଲେ। ଆମେ ବେଶୀ ବାହାଦୁରୀ ଭାବିଲୁ ଯେ ଆମେ ସେମାନଙ୍କୁ ତଳେଇ ଦେଲୁ ବୋଲିକିରି। କିନ୍ତୁ ସମୟ ଆସିଲା ମୋର ହାୟର ସେକେଣ୍ଡାରୀ ପରୀକ୍ଷା ମୁଁ ଦେଲା ପରେ ପ୍ରାୟ 1.5 ମାସ 2 ମାସ ଲାଗେ ରେଜଲ୍ଟ ଆଉଟ୍ ହେବା ପାଇଁ। ଠିକ ସେଇ ସମୟ ମୁଁ ବୋଲେ ଆରେ ସେଦିନ ତ ଏତେ ଲୋକମାନଙ୍କୁ ଆମେ ସବୁ ପିଟାମରା କଲୁ, ତଡେଇ ଦେଲୁ, କିନ୍ତୁ ସେମାନେ ତ କିଛି ଆମକୁ ପଦେ ତ କିଛି ଖରାପ କଥା କହିଲେ ନାହିଁ, କି ପଦେ ତ ଆମ ପ୍ରତି କିଛି କଲେ ନାହିଁ। କଣ 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 ବହିଟା ଏଇଟା ଟିକେ ଦେଖିବା ବୋଲିକିରି ସେ ଯୋଉ ଜହନ ଲିଖିତ ସୁସମାଚାର ବହିଟା ସେ ମତେ ନୂତନ ନିୟମଟେ ଦେଇଥିଲେ। ଆଉ ସେ ବହି ନୂତନ ନିୟମ ଖୋଲିକିରି ମୁଁ ଯେତେବେଳେ ପଢିବାକୁ ଆରମ୍ଭ କଲି, ପ୍ରଥମ ଭେରି ଫାଷ୍ଟ ଭର୍ସ ଆମର ହୃଦୟକୁ ସ୍ପର୍ଶ କଲା, ଯୋଉଟା କି ଆମେ ପ୍ରାୟ ଘରେ ଆମର ଚର୍ଚ୍ଚା ହୁଏ, ବହୁତ ଗୁରୁଦେବ ମାନେ ଆସନ୍ତି, ଆଉ ସେମାନେ ମଧ୍ୟ ଏଇ ପଦକୁ ନେଇକି ଚର୍ଚ୍ଚା କରନ୍ତି ଯେ ଆଦ୍ୟରେ ବାକ୍ୟ ଥିଲେ। ଏଇଟା ଅଲଗା ଭାଷା ବାଇବେଲ, ମୁଁ ଏଟା ଓଡିଆରେ ପଢୁଛି। ଆଦ୍ୟରେ ବାକ୍ୟ ଥିଲେ ଏବଂ ବାକ୍ୟ ଈଶ୍ୱରଙ୍କ ପାଖରେ ଥିଲେ, ଆଉ ବାକ୍ୟ ଈଶ୍ୱର ଥିଲେ। ଏଇ କଥା ଯେତେବେଳେ ମୁଁ ପଢିଲି ପାଇଲି, ଆରେ ଋଗ୍ବେଦର କଥା ଏଠି କେମିତି ଆସିଲା। ତ ତାପରେ ମୋ ମନରେ ବିଭିନ୍ନ ପ୍ରକାର ପ୍ରଶ୍ନ ଆସିଲା। ଆଉ ତାପରେ ସେଇ ଜହନ ଲିଖିତ ସୁସମାଚାର ମୁଁ ଅଳ୍ପ ସମୟ ଭିତରେ ପୁରା ବହିଟା ସାରିଦେଲି। ଆଉ ସେଠି ବିଭିନ୍ନ ପ୍ରକାର କଥା ଯୀଶୁଙ୍କ ବିଷୟରେ ଯୋଉ ଲେଖା ଅଛି, ବିଶେଷ କରି 14 ପଦ ଲେଖା ଅଛି, ଆଉ ସେଇ ବାକ୍ୟ ମାଂସେ ମୂର୍ତ୍ତିମାନ ହେଲେ, ତାପରେ ସେ ଆମମାନଙ୍କ ମଧ୍ୟରେ ପ୍ରବାସ କଲେ, ଇତ୍ୟାଦି ଇତ୍ୟାଦି ଇତ୍ୟାଦି। ତାପରେ ସେଇ 14-6 ଯୀଶୁ କହିଲେ ମୁଁ ପଥ ସତ୍ୟ ଜୀବନ, ମୋ ଦେଇ ନ ଆସିଲେ କେହି ପିତାଙ୍କ ନିକଟକୁ ଯାଇପାରିବନି। ଏଇ ପ୍ରକାର ଜିନିଷ କଥା ପାଇଲି। ତ ମୁଁ ମୋ ମନରେ ବହୁତ ଆଗ୍ରହ ହେଲା, ଆକାଂକ୍ଷା ହେଲା ଯେ ମୁଁ କି ପ୍ରକାର ଭାବରେ ପ୍ରଭୁଙ୍କର ବିଷୟରେ ଜାଣିପାରିବି। ତ ମତେ କେହି କିଛି କହିପାରିଲେନି। ତ ବହୁତ ଖୋଜିଲି, ସେଠି କୌଣସି ଖ୍ରୀଷ୍ଟ ବିଶ୍ୱାସୀ କୌଣସି ବ୍ୟକ୍ତିଙ୍କୁ ପାଇପାରିଲେନି। କିନ୍ତୁ ବାଇ ଦ ୱେ ୱେଷ୍ଟବେଙ୍ଗଲରେ ଗୋଟେ ଜାଗା ଅଛି ବାଲିଚକ ବୋଲି, ସେଇ ପାଖରେ ଗୋଟେ ଉଷାନନ୍ଦ ବିଦ୍ୟାପୀଠ ବୋଲିକି ଅଛନ୍ତି। ମୁଁ ଶୁଣିବାକୁ ପାଇଲି ଯେତେବେଳେ ମୋର ରେଜଲ୍ଟ ବାହାରିଲା, ରେଜଲ୍ଟ ଆଣିବାକୁ ଗଲା ବେଳକୁ ସେ ବହିଟା ମୁଁ ଧରିକି ଯାଇଛି। ମୋର କୌଣସି ବନ୍ଧୁ ମତେ ପରିଚୟ ଦେଲେ ଯେ ଏଇ ବହି ତ ଖ୍ରୀଷ୍ଟିଆନ ମାନଙ୍କୁ, ତୋ ପାଖରେ କାହିଁକି?
ମୁଁ କହିଲେ ମୁଁ ଘଟଣା ସବୁ କହିଲା ପରେ ମତେ ସେ ମୁଁ କହିଲି ଯେ ବାବୁ ଏଇଟା ଏଇ ବିଷୟରେ ମୁଁ ଟିକେ ଜାଣିବାକୁ ଚାହୁଁଛି, ତମେ ମତେ ଟିକେ କୁହ। ସେଇ ବନ୍ଧୁଟି ତାର ନାମ ମଦନ ପ୍ରାମାଣିକ, ସେ ମତେ କହିଲେ ଯେ ଉଷାନନ୍ଦ ବିଦ୍ୟାପୀଠ ଦୁର୍ଗାପଦ ଭଟ୍ଟାଚାର୍ଯ୍ୟ ମଶାଇ ଯୋଉ ଅଛନ୍ତି, ତୁମେ ତାଙ୍କ ପାଖକୁ ଯାଅ, ସେ ତମକୁ ବୁଝେଇଦେବେ। ତ ମୁଁ ରେଜଲ୍ଟ ବହୁତ ଭଲ ରେଜଲ୍ଟ ହେଇଛି, ରେଜଲ୍ଟ ପାଇକିରି ମନରେ ମୋର ଦୁଃଖ ଯେ କଲେ। ତ ସେ ଏଇ ଘଟଣା ମୁଁ କହିଲା ପରେ ସେ ମତେ କହିଲେ ଯେ ପ୍ରଣବ ତମେ ଏଇ ଯୁବା ବୟସରେ ତମେ ସେମାନଙ୍କ ପ୍ରତି ଯୋଉ ବ୍ୟବହାର କଲ ସେଟା ଭଲ ହେଲାନି। ମୁଁ କହିଲି ହଁ ସାର୍ ଭଲ ତ ହେଲାନି, କିନ୍ତୁ ମୁଁ ତ ଭୁଲ କରିଛି, କିନ୍ତୁ କାହାକୁ କ୍ଷମା ମାଗିବି, ସେ ସମସ୍ତେ ନାହାନ୍ତି, ତ ମୁଁ ତ ଭୁଲ କରିଛି, କିନ୍ତୁ ମୁଁ ବର୍ତ୍ତମାନ ଯୋଉ ବିଷୟ ଜାଣିବାକୁ ଆସିଛି ମତେ ଟିକେ ଜଣାନ୍ତୁ। ତ ସେଇ ଦୁର୍ଗାପଦ ବାବୁ ଷ୍ଟେପ ବାଇ ଷ୍ଟେପ ଯୀଶୁ କେ, ଯୀଶୁ ନାମର ଅର୍ଥ କଣ, ଆଉ ତାପରେ ଯୀଶୁ ମନୁଷ୍ୟ ପାଇଁ ଜଗତ ପାଇଁ କଣ କରିଥିଲେ, ଏ ସମସ୍ତ ଷ୍ଟେପ ବାଇ ଷ୍ଟେପ ମତେ ବୁଝାଇଲା ପରେ ପାପ ବିଷୟରେ ସେ ମତେ ଧାରଣା ଦେଲେ। ଯେତେବେଳେ ସେ ପାପ ବିଷୟରେ ଧାରଣା ଦେଲେ, ଆଉ ଯୁବା ପିଲା ହିସାବରେ ଆମ ଗାଁରେ ବା ଆମ ଏରିଆରେ କୋଲକାତାରେ ଆମେ ବହୁତ ଭଲ ପିଲା ଥିଲୁ ଯଦିଓ, କିନ୍ତୁ କ୍ଲବର ମେମ୍ବର, କ୍ଲବର ପିଲାମାନେ ଯାହା କରନ୍ତି, ସ୍କୁଲ ପିଲାମାନେ ଯେମିତି ବଦମାସି କରନ୍ତି, ଛୋଟ ବଡ ବଦମାସି ଆମର ମଧ୍ୟରେ ଥିଲା। ତ ମୁଁ ଯେତେବେଳେ ସେ ପାପ ବିଷୟରେ, ଅନ୍ୟାୟ ବିଷୟରେ ଯେତେବେଳେ କହୁଥିଲେ, ମୋ ଭିତରେ ସେଗୁଡା ଉଙ୍କି ମାରୁଥିଲା ଯେ ଆମେ ବଦମାସି କରୁଥିଲୁ। ତ କେମିତି କରି ସେ ସମସ୍ତ ମନ୍ଦ ବିଷୟରୁ, ଆଉ ବିଶେଷ କରି ଏଇ ପ୍ରତିଭା ପୂଜାକର ମହାପାପ ସେ ରିଗ୍ ବେଦରୁ ଖୋଲିକି ଦେଖାଇଲେ, ଶ୍ରୀ ପାର୍ଥିବ ବ୍ରହ୍ମାଣ୍ଡ ଗୀତା ପଢିକି ଦେଖାଇଲେ, ଉପନିଷଦ ରୁ ଦେଖାଇଲେ। ତ ମୁଁ ତାଙ୍କୁ ପଚାରିଲି ଯେ ସାର୍ 33 କୋଟି ଯେ ଆମର ଦେବାଦେବୀ ଅଛି, ଏମାନେ କି ମତେ କ୍ଷମା କରିପାରିବେନି ନା? କେବେ ନୁହେଁ। ସେମାନଙ୍କର ଆଖି ଅଛି, ହାତ ଅଛି, ମୁହଁ ଅଛି, ସେମାନେ କଥା କହି ପାରନ୍ତି ନାହିଁ। ପ୍ରଣବ ସେମାନେ କେମିତି କରି ତମର ପାପ କ୍ଷମା କରିବେ? ତ ସେମାନେ ତ ପାପୀ ଲୋକ। ଏଇ ପ୍ରକାର ଭାବରେ ଖୁବ ଜୋର ଦେଇକିରି କହିଲେ, ମୁଁ ଆଶ୍ଚର୍ଯ୍ୟ ହେଲେ ଏବଂ ସେ ପ୍ରମାଣ କରିଦେଲେ। ଆଉ ଲାଷ୍ଟରେ କହିଲେ ଯେ ଏଇ ପାପ ଦିନେ କୁକୁର ଭଳିଆ ତମ ପଛରେ ଗୋଡେଇବ, ତମକୁ କାମୁଡାଇବ, ତମେ କେବେ ହେଲେ ରକ୍ଷା ପାଇପାରିବ ନାହିଁ। ପାପରୁ ମୁକ୍ତି ପାଇବାକୁ ହେଲେ ବା ବୈକୁଣ୍ଠବାସୀ ହେବାକୁ ହେଲେ ତମକୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବାକୁ ପଡିବ। ସେ ଯୋଉ ପ୍ରାୟଶ୍ଚିତ କାର୍ଯ୍ୟ କରିଛନ୍ତି, ଆଉ ସେ ପାପ ପାଇଁ ମୃତ୍ୟୁବରଣ କରିଛନ୍ତି, ସେଇ ପ୍ରାୟଶ୍ଚିତରେ ବିଶ୍ୱାସ କରିବାକୁ ପଡିବ। ତ ମୁଁ କହିଲି ତାର ପ୍ରମାଣ କଣ ନା ଇତିହାସ, ତାର ବାକ୍ୟ ଲେଖା ଅଛି। ତାରପରେ ବଡ ଆଶ୍ଚର୍ଯ୍ୟ ଲାଗିଲା ଶୁଣିକିରି ଯେ ମୃତ୍ୟୁ ପରେ ସମାଧିସ୍ଥ ହେଲା ପରେ ତୃତୀୟ ଦିବସେ ଆଉ ଥରେ ସେ ବଞ୍ଚିକିରି ଉଠିଲେ। ତ ଏଇଟା ବଡ ମତେ ଆଶ୍ଚର୍ଯ୍ୟ ଲାଗେ, ମରିବା ଲୋକ କେମିତି ବଞ୍ଚିଲେ? ପୃଥିବୀର ଇତିହାସ ଆମେ କାହା କେବେ ଶୁଣି ନଥିଲୁ, ଜାଣିନଥିଲୁ। ଆଜି ମଧ୍ୟ ସେ ଘଟଣା କୌଣସି ଇତିହାସରେ ନାହିଁ ଯେ କୋଉ ଦେବାଦେବୀ ମରି ଯାଇଛନ୍ତି ଆଉ ତାକୁ ଉଠିଛନ୍ତି ବା ଆମର ପାପ ପାଇଁ ମୃତ୍ୟୁବରଣ କରିଛନ୍ତି, ଏ ପ୍ରକାର କୌଣସି ବିଷୟ ଆମେ କେବେ ଶୁଣି ନଥିଲୁ। ବଡ ଆଶ୍ଚର୍ଯ୍ୟ ଲାଗିଲା। ତ ସେ କଥା ମଧ୍ୟ ବାକ୍ୟ ଲେଖା ଅଛି, ସେ ମତେ ଦେଖାଇଲେ। ତ ମୁଁ ସରଳ ମନରେ ମୋର ପାପକୁ ମୁଁ ସ୍ୱୀକାର କଲି, ଆଉ ତାପରେ ମୁଁ ପ୍ରଭୁଙ୍କ ନିକଟରେ କହିଲି, ପ୍ରଭୁ ମୁଁ ତ ଜାଣି ନାହିଁ ତମେ ତ୍ରାଣକର୍ତ୍ତା କି ନାହିଁ, କିନ୍ତୁ ଏଇ ଭଦ୍ରଲୋକ କହୁଛନ୍ତି ଯେ ତମେ ତ୍ରାଣକର୍ତ୍ତା। ଯଦି ସେଟା ହଉଛି ତାହେଲେ ପ୍ରଭୁ ତମେ ମୋର ହୃଦୟକୁ ଆସ, আর ମୋର ଜୀବନରେ ଅନେକ କିଛି ମୁଁ ଭୁଲ ତ୍ରୁଟି କରିଛି, ମତେ କ୍ଷମା କର, ଆଉ ତମ ରକ୍ତରେ ମତେ ଧୋଇ ଦିଅ। ଯେତେବେଳେ ମୁଁ ଏମିତି ମାନେ କହୁଛି, ମତେ କେହି ମାରି ନାହାନ୍ତି, ମତେ କେହି ଗାଳି ବି ଦେଇନାହାନ୍ତି, କିନ୍ତୁ ଯୁକ୍ତି ତର୍କ ହେଇଛି 3ଟାରୁ 6ଟା ପର୍ଯ୍ୟନ୍ତ। ଏଇ ଯୁକ୍ତି ତର୍କ ଭିତରେ ଅନେକ କିଛି ମୁଁ ବେଦ ବିଷୟରେ ଜାଣିଥିଲି, ସେ ସମସ୍ତ ପ୍ରଶ୍ନ କଲେ, ସେ ମତେ କ୍ଲାରିଫାଏ କଲେ, କିନ୍ତୁ ମତେ ଏତେ କାନ୍ଦ ଲାଗିଲା। ଆଉ ଯେତେବେଳେ ମୁଁ କାନ୍ଦୁଛି, ସ୍ୱୀକାର କରୁଛି, କିଏ ମୋର ଉପରେ ହାତ ଦେଲେ ମୁଁ ଜାଣିନାହିଁ, ହାତ ଦେଲେ ମୁଁ ଆଉ ଥରେ ବହୁତ ସ୍ପିରିଟେଡ ହେଇଗଲି, ଆଉ କାନି କାନି ପାପ ସ୍ୱୀକାର କଲି ପ୍ରଭୁଙ୍କ ନିକଟରେ। ଆଉ ମତେ ଲାଗିଲା ବହୁତ ହାଲକା ଲାଗିଲା, ବହୁତ ହାଲକା ଲାଗିଲା। ଆଉ ଯେତେ ମାନେ ଭାରଗ୍ରସ୍ତ ହେଇଥିଲି ଜୀବନରେ ବିଭିନ୍ନ ସମସ୍ୟାରେ, ମତେ ଲାଗିଲା ପ୍ରଭୁ ମାନେ ସେ ସମସ୍ତ ମୋ ଭିତରେ ଦୂର ହେଇଗଲା। ଏଇ ଆନନ୍ଦର କଥା ମୁଁ କହିଲି, ମୁଁ ଯେତେବେଳେ ଜାଣିଲି, ମୁଁ କହିଲି ମୁଁ ଘରେ ଯାଇକିରି କହିବି, କ୍ଲବରେ କହିବି, ଆଉ ସ୍କୁଲରେ କହିବି, ସାର୍ ମାନଙ୍କୁ କହିବି, ବିଶେଷ କରି ବାବା ମାଙ୍କୁ କହିବି। ତ ମତେ ଦୁର୍ଗାପଦ ଭଟ୍ଟାଚାର୍ଯ୍ୟ ନାଇଁ 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 ପ୍ରଣବ କେବେ ନା କେବେ ଏଇ ସମସ୍ତେ କହିଲେ ତମକୁ ଘରୁ ଆଉଟ କରିଦେବେ, ତମେ ରହିପାରିବ ନାହିଁ, ତମକୁ ପିଟାପିଟି କରିବେ। ମୁଁ କହିଲି ଆରେ ଏଇଟା ଭଲ କଥା, କେମିତି କହିବି ନାହିଁ? ତ ଠିକ ଅଛି, ତାକେ ଯେତେବେଳେ ମନା କଲେ ତ ମୁଁ 15 ଦିନ ଖଣ୍ଡେ ଚୁପଚାପ ରହିପାରିଲି। 15 ଦିନ ପରେ ହଠାତ୍ ଘରେ ମୂର୍ତ୍ତି ଅଛି,
कृष्ण ठाकुर अछंती ताको सामने रे बसिकिरी मु कहले कुआडे के कोठी को जीवी एठी बसिकिरी आज प्रार्थना करिवे मो वाक्य पढिबे बोली मो वाक्य पढुथिली प्रार्थना करुथिली पछपटरु मां देखिले आ तापरे बहुत पिटले माने काठ देकिरी बाड़ी देकिरी मते एते पिटले पिटी 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 तापरे मते सीमेंट कोठरी बांधी देले तार बाबा आसले बाबा बिजनेसमैन बहुत धनी जमींदार लोग आसले बाबा को कहले जे तुमर पिला आम ठाकुर को असुचि करदेले अन्याय करदेले एटा गोटे जार सन्तान विधवा पिला एटा बोली कि दुई जन मते बांधिकिरी एते जोर पिटले एबे भी मोर पिठी रे दाग थिबो तेतुल तेतुल छोड़ी देकिरी फाटी गले मु अज्ञान हे गले मु पैंट रे पिछाब कर देली पायखाना भी हे गला तथापि से मारिया बंद होनी तापर मते हॉस्पिटल रे मोर काका जने डॉक्टर तक एडमिट करले सेलाइन फेलाइन देकिरी मते बचाइले आ तापर मते कहले जे तू घर रु पळा नले तोके मारी देबे ए माने प्लान करूछंती एपरि कि मते क्षीर सहित विष भी दिया आइथिला आ तापरे परिस्थिति आसला मु जतरे किछु कथा कहया को चाहली कॉलेज रे फेरी छी एडमिशन होला परे हठात करी मोर पछरे अटैक करी 10 किलो 8 किलो हातुड़ी जोटा माटी समान कर मुंड रे पिटी देले मरि जबा कथा किंतु मु मरिनी मते लागिला तुला अवस्था गोटे मोर ऊपर के पकई दे तो बीबी माने एते अत्याचार कले तारपरे बाबा कहले तू जार संतान मते डिसोन्ड कले जमी जगह आज पर्यंत मन नारे कोनसी जमी जगह नाही तो मु कोन करबी 76 22 मई मो प्रभु को ग्रहण कली मोर व्यक्तिगत ग्रहण करबे तापरे मते घर तो बाहर कर देले जो लोक मते प्रभु को विषय बुझाइले मु तांको पाखरे कांदी कांदी आसी कहले पूरा नंगला कर देले एकदम एपरि के पैंट शर्ट किछ रखले नहीं अंडरवेयर भी चीज को चाहूले मु हाथ जोड़ के कांदिली कहली जे मु बड़ हे बाबा मते तो छाती रे मारले तीनटा लाथ माने निश्वास बंद हे जाइथिला मोर ट्यूशन मास्टर मते गोटे गामछा देले मु कोनोसी मतरे रक्षा पाइली आ तापरे स्कूल हॉस्टल को आसिकरी मोर जन रिलेटिव रो शर्ट पैंट मागी किरी मु सेटा पिंदिकिरी मु कोनोसी मतरे आसिली से दुर्गापद बाबूर पाखे दुर्गापद को कहली समस्त कथा तारपर से मते सांत्वना देले प्रभु वाक्य माथ्यू 5 अध्याय से बुझाइले तापरे मु से मते कलकत्ता गोटे गॉस्पेल कॉटेज डॉक्टर विभिरंजन सरकार डीपी राय चौधरी तापरे सुब्रत दत्त ये समस्त लोक से परिचय कराइले से गॉस्पेल कॉटेज रे मते रखा गला कारण मु तो आज जीवार उपाय नहीं फेरी जीवार किछ उपाय नहीं मते कहले प्रणव तुम जति दिन पार छेटी रुह पाठ पढ़ तुम मन इच्छा तुम पूरण कर आ प्रभु वाक्य शिख तब से हिसाब रे मु किसी दिन रहिला परे पवित्र आत्मा के से विषय में जानि पारली पवित्र आत्मार अवगाहन विषय जानि पारली पवित्र आत्मा बैप्टिज्म विषय में जानि पारली समस्त विषय प्रभु मते जणाइले तापर ए प्रकार भोरे समय प्रार्थना करू करू प्रभु तांको दास को कहले जे मु बैप्टिज्म पई बहुत आग्रही कारण मु सुनी छी मेसेज गुला सुनुची सिखुची तो जून मास रे 6 तारिख रे मु पवित्र आत्मा के अवगाहन पाइली अभिषेक पाइली तापर जून 8 रे मोर बैप्टिज्म हैला प्रकाश भाव रे तारपरे प्रेज द लॉर्ड तापरे मोर इच्छा हैला मो पाठ पढ़ी प्रभु के विषय शिखिबी थियोलॉजी पढ़ी तो से माने मोर समस्त व्यवस्था करले ऑपरेशन मोबिलाइजेशन ऑफ इंडिया बेनियापुकुर रे मते जॉइन कराइले तापरे सेटर ओएम मते 3-4 वर्ष रखिले शिक्षा देले सारा वेस्ट बेंगल एंड सारा तापरे उड़ीसा को आनिले बालेश्वर बेस थिला सेते बेले सेटर मालकानगिरी प्रोजेक्ट मते पठेले एवं सेठी हमें रहिलु दंडकारण प्रोजेक्ट रे अमरकोट नवरंगपुर एरिया तापरे बलांगीर कलाहांडी भवानीपटना फुलबाणी तापर प्रभु सुजोग दिले से ओए माध्यम रे एवं भवानीपटना गोटे परिवार माध्यम रे हम लेखापढ़ा शिखिबा सुजोग में पाइली ग्रेजुएशन में कंप्लीट करली फुलबाणी रे तापरे थियोलॉजिकल डिग्री प्रभु मते अनुग्रह करले दया करले
ତାପରେ ମେଡ୍ରାସ ITR କଲେଜରେ ଡକ୍ଟରେଟ ଡିଗ୍ରୀ ମଧ୍ୟ କଲି। ତାପରେ ପ୍ରଭୁ ୟୁନିୟନ ଚର୍ଚ୍ଚ ମାଧ୍ୟମରେ ମୁଁ ୟୁନିୟନ ଚର୍ଚ୍ଚ 3 ବର୍ଷର ଭୁବନେଶ୍ୱର ୟୁନିୟନ ଚର୍ଚ୍ଚରେ ରେଭରେଣ୍ଡ ଜୁରିଆ ବର୍ଦ୍ଧନ ସେତେବେଳେ ସିନ୍ଧୁ ସହିତ ମୋର ପରିଚୟ ହେଲା। ସିନ୍ଧୁ ଭେରି ଜୁନିୟର ଟୁ ମି। ଆମେ ଏକା ସାଙ୍ଗରେ କାମ କଲୁ। ତାପରେ ପ୍ରଭୁ ଅନୁଗ୍ରହ କଲେ, ଦୟା କଲେ କେୟାର ଆଣ୍ଡ ସେୟାର ମିଶନ ଷ୍ଟାର୍ଟ କରିବା ପାଇଁ ସାରା ଓଡ଼ିଶା ବାହାରେ କାମ କରିବା ପାଇଁ ସାଲିଆସାହି ନିହାତି ବିହାରରେ କାମ ଚାଲିଛି। ଯୋଉ ଏରିଆରେ ମତେ ଗୁହ ଖୁଆଉଥିଲେ, ଯୋଉ ବାପା ମା ମତେ ମାରୁଥିଲେ, ବିଷ ଦେଉଥିଲେ, ଯୋଉ ଏରିଆରେ ମୋ ପ୍ରତି ଏ ପ୍ରକାର ଅତ୍ୟାଚାର ହେଇଥିଲା, ତ ପ୍ରଭୁ ମତେ ଗୋଟେ ଦର୍ଶନ ଦେଲେ ଅନେକ ବର୍ଷ ପରେ। ମାନେ ଏଇ ବେଶୀ ନୁହେଁ 10-12 ବର୍ଷ ହବ ବର୍ତ୍ତମାନ ଯାଇକି ସେ ଏରିଆରେ ଆମେ ପ୍ରଭୁଙ୍କର ସେବା କାର୍ଯ୍ୟ ପୁଣି ଆରମ୍ଭ କଲୁ। ଆଉ ପ୍ରଭୁଙ୍କର ଧନ୍ୟବାଦ। ମା ଡୁବନ ନେଲେ, ବାବା ପ୍ରଭୁଙ୍କୁ ପାଇଲେ। ଆଉ ତାପରେ ଯୋଉ ବାବା ମତେ ଏତେ ମାରିଥିଲେ ସେ କହିଲେ ପ୍ରଣବ ମୁଁ ବିରାଟ ଭୁଲ କରିଛି, ସବୁ କିଛି ଦେଇକିରି ତ ସବୁ କିଛି ଆଉ ନାହିଁ ତମକୁ ଦେବା ପାଇଁ, କିନ୍ତୁ ଯୋଉ ପ୍ରଭୁକୁ ତମେ ବିଶ୍ୱାସ କରିଛ ଆଉ ସେଇ ପ୍ରଭୁ ତମକୁ, ତମର ପରିବାରକୁ ଏବଂ ତମର ପିଲାମାନଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ବ୍ୟବହାର କରନ୍ତୁ। ଆଉ ସେ ବାବା ପ୍ରଭୁ ଗ୍ରହଣ କରି ଆଜି ଚାଲିଗଲେ, କିନ୍ତୁ ମା ଅଛନ୍ତି। ତାପରେ ସେ ଏରିଆରେ ପ୍ରଭୁ ଅନୁଗ୍ରହ କଲେ। ଏନେ ମାଧ୍ୟମେ ପ୍ରଭୁ ପ୍ରାୟ 200 ପରିବାର, 150-200 ପରିବାରକୁ ପ୍ରଭୁ ଜିଣିବା ପାଇଁ ସାହାଯ୍ୟ କଲେ। ସେଠି ଗୋଟେ ମଣ୍ଡଳୀ ଗଠନ ହେଇଛି। ଆଉ ପ୍ରାୟ ମୁଁ ସେଠି ରୁହେ କୋଲକାତାରେ, ସେ ଜାଗାକୁ ଯାଏ, ପ୍ରଭୁଙ୍କ ସେବା କରେ। ଆଉ ଏଇ ପ୍ରକାର ଭାବରେ ସେବା କାର୍ଯ୍ୟ ଚାଲିଛି। ଏବଂ ୟୁନିୟନ ଚର୍ଚ୍ଚ ସହିତ ଯଦିଓ ସମ୍ପର୍କ ଅଛି, ଆୟୁବ ଏବଂ ସଂଗ୍ରାମ ଭାଇ ମୋର ସବୁ କଲିଗ ମାନେ ଅଛନ୍ତି, କିନ୍ତୁ ପ୍ରାୟ ମୁଁ ସେଇ କାଲକାଟା ୱେଷ୍ଟବେଙ୍ଗଲ ଖଡଗପୁରରେ ସେବା କାର୍ଯ୍ୟ କରୁଛି। আর এই ওড়িশার সেবা কার্য মোর ভাই মানুষ সব ଦେଇଛି, ডিসেন্ট্রালাইজ করে দিয়া ହେଇଛି। তো প্রার্থনা করিবে মো পরিবার ଅଛି, ପରିବାର ଭବାନୀ ପାଟନାର ଝିଅ ପ୍ରତିଭା କୁସୁମ ବାରିକ, ପ୍ରବୀଣ ଭାଇଙ୍କର ବଡ ଭଉଣୀ। ମୋର ଗୋଟେ ପୁଅ ଗୋଟେ ଝିଅ, ଆଶିଷ ଏବଂ ଅସୀମା। ଆଶିଷ ସେ ବାଙ୍ଗାଲୋରରେ ରୁହେ, ସେ ମଧ୍ୟ ବିବାହିତ। ଡେଭିଡ ରାଉତ ଯିଏକି ମୋର OM ଲିଡର ଥିଲେ, ସେ ତାଙ୍କର ଭାଣିଜୀକୁ ବାହା ହେଇଛନ୍ତି। ଗୋଟେ ତାର 2ଟା ଟୁଇନ୍ ପିଲା, ବୀର ଏଣ୍ଡ ବିଏନ୍। ଅସୀମା ଅନମ୍ୟାରେଡ, ସେ ମଧ୍ୟ MA ଇନ୍ ସୋସିଓଲୋଜି, MA ଇନ୍ ଇଂଲିଶ ଆଣ୍ଡ MD ସାଏକ୍ସ ରୁ। ସେ ଦିଲ୍ଲୀରେ ଅଛନ୍ତି, ଗୋଟେ NGO-ରେ ସେ ସେବା କାର୍ଯ୍ୟ କରୁଛନ୍ତି। ମୁଁ ଭୁବନେଶ୍ୱରରେ ବିଲଙ୍ଗ କରେ, ଭୁବନେଶ୍ୱରରେ ରହୁଛି, ଆଉ ଓଡ଼ିଶାରେ ଏବଂ ୱେଷ୍ଟବେଙ୍ଗଲରେ ପ୍ରଭୁଙ୍କ ସେବା କାର୍ଯ୍ୟ କରୁଛି। ପ୍ରଭୁ ଅନୁଗ୍ରହ କଲେ ନିଶ୍ଚୟ ଆପଣଙ୍କ ସହିତ ଦେଖା ହବ ଫିଜିକାଲି, କିନ୍ତୁ ପ୍ରଭୁ ସୁଯୋଗ ଦେଲେ ଆସନ୍ତୁ ୱେଷ୍ଟବେଙ୍ଗଲ ଖଡଗପୁର ପାଖରେ ସେବା କାର୍ଯ୍ୟ ଦେଖିବେ, ଖୁସି ଲାଗିବ। ରହିବାର ସବୁ ବ୍ୟବସ୍ଥା ରହିଛି, ଆପଣମାନେ ମତେ ବାକ୍ୟ ଦେବେ, ସେବା କାର୍ଯ୍ୟରେ ସାହାଯ୍ୟ କରିବେ। ମୁଁ ଆପଣଙ୍କୁ ନିମନ୍ତ୍ରଣ କରୁଛି ହାର୍ଦ୍ଦିକ ଭାବରେ। ଧନ୍ୟବାଦ ଦଉଛି ସୁନ୍ଦର ସୁଯୋଗ ପାଇଁ। ମୋ ପରିବାର ପାଇଁ ପ୍ରାର୍ଥନା କରିବେ। ମୋର ସେବା ପ୍ରଭୁ ଯୋଉ ସେବା କାର୍ଯ୍ୟ ଦେଇଛନ୍ତି, ମୁଁ ଯେପରି ଜୀବନର ଶେଷ ପର୍ଯ୍ୟନ୍ତ ବିଶ୍ୱସ୍ତ ଭାବରେ ଅନେକଙ୍କ ନିକଟରେ ଆଶୀର୍ବାଦର କାରଣ ହେଇପାରିବି, ସେଥିପାଇଁ ମୋତେ ପ୍ରାର୍ଥନା କରେ। ଥ୍ୟାଙ୍କ ୟୁ ସୋ ମଚ୍।